ହମୁଜରେ ଆମେରିକାର ଚକ୍ରବ୍ୟୂହ ରଣକ୍ଷେତ୍ର ପାଲଟିବ ହମୁଜ ପ୍ରଣାଳୀ। ଆସନ୍ତୁ ଦେଖିବା ଏହି ଭିଡିଓରେ। ଆମେରିକାର ଦାଦାଗିରି, ରଣକ୍ଷେତ୍ର ପାଲଟିବ ହମୁଜ ପ୍ରଣାଳୀ। ଇରାନ ବନ୍ଦରକୁ ଅବରୋଧ କରିବାକୁ ଆମେରିକାର ଜୋରଦାର ପ୍ରସ୍ତୁତି। ହମୁଜ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ପରେ ଆମେରିକା ପାରସ୍ୟ ଉପସାଗରରେ ଅବସ୍ଥିତ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପହରା ଦେଇଛି, ଯାହା ପାଇଁ ଉତ୍ତେଜନା ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଧମକ ପରେ ଆମେରିକା ହମୁଜ ପ୍ରଣାଳୀ ଦେଇ ଜାହାଜ ଗତିବିଧିକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରିଛି। ଏହି ଅଞ୍ଚଳରେ 15ରୁ ଅଧିକ ଯୁଦ୍ଧ ଜାହାଜ ଏବଂ F-35B ଲଢୁଆ ବିମାନ ମୁତୟନ କରିଛି। ଏହା ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଗୁଡ଼ିକରେ ଅବରୋଧ ଲାଗୁ କରିଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ବାହିନୀ କହିଛି ଯେ ଆମେରିକା ଏହି ଅବରୋଧକୁ ବହୁତ କଠୋର ଭାବରେ ଲାଗୁ କରିଛି। ଆମେରିକାର ସ୍ୱତନ୍ତ୍ର ଯୁଦ୍ଧ ଜାହାଜ US ଟ୍ରିପୋଲି LHA-7 ମଧ୍ୟ ଏହି କାର୍ଯ୍ୟରେ ସାମିଲ ଅଛି। ସେଠାରୁ F-35B ଲାଇଟନିଂ ଏବଂ ଗୁପ୍ତ ଯୁଦ୍ଧ ବିମାନ MV-22 ଆସ୍ପ୍ରେ ବିମାନ ଏବଂ ହେଲିକପ୍ଟରକୁ ନିରନ୍ତର ହମୁଜ ପଠାଉଛି। ସେଣ୍ଟକମ୍ କହିଛି କି US ଟ୍ରିପୋଲି ବିଶେଷ କରି ବହୁ ସଂଖ୍ୟକ ଯୁଦ୍ଧ ବିମାନ ରଖିବା ପାଇଁ ଡିଜାଇନ କରାଯାଇଛି। ଆବଶ୍ୟକ ହେଲେ ଜାହାଜଟି 20ରୁ ଅଧିକ F-35 ଜେଟ୍ ପରିଚାଳନା କରିପାରିବ। ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ସେନା ହମୁଜ ପ୍ରଣାଳୀକୁ ଅବରୋଧ କରିବା ପାଇଁ ହଜାର ହଜାର ମେରାଇନ ବିଧ୍ୱଂସକାରୀ ଏବଂ ସୋନାର ଜାହାଜ ସହିତ ମୁତୟନ କରିଛି। ଏହା ବ୍ୟତୀତ ଆମେରିକାର ସେନା ହମୁଜ ପ୍ରଣାଳୀକୁ ଅବରୋଧ କରିବା ପାଇଁ F-35 ଲଢୁଆ ବିମାନ MV-22 ଅସ୍ପ୍ରେ ଏବଂ 15ଟି ଯୁଦ୍ଧ ଜାହାଜ ମୁତୟନ କରିଛି। ଆମେରିକା ସେନାର ଲକ୍ଷ୍ୟ ଧୀରେ ଧୀରେ ହମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା। ଇରାନ ଏହାକୁ କୌଣସି ଶୁଳ୍କ ନ ଦେଇ ଖୋଲିବାକୁ ମନା କରିଛି। ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଣାଳୀରେ ପ୍ରବେଶ କରୁଥିବା କିମ୍ବା ବାହାରୁଥିବା ସମସ୍ତ ଜାହାଜକୁ ବନ୍ଦ କରିଦିଆଯିବ। ଯଦି ସଫଳ ହୁଏ ତେବେ ଏହି ଅବରୋଧ ଇରାନ ପାଇଁ ବିପର୍ଯ୍ୟୟକାରୀ ସାବ୍ୟସ୍ତ ହୋଇପାରେ। ଏହାର ତୈଳ ଏବଂ ଗ୍ୟାସ ଯୋଗାଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବ ଏବଂ ଏହାର ଯୁଦ୍ଧ ବିଧ୍ୱସ୍ତ ଅର୍ଥନୀତିକୁ ପଙ୍ଗୁ କରିଦେବ। ସମସ୍ୟା ହେଉଛି, ଯଦି ଇରାନ ଆମେରିକା ଯୁଦ୍ଧ ଜାହାଜ ଉପରେ ଗୁଳି ଚଳାଇବା ଆରମ୍ଭ କରେ ତେବେ ଯୁଦ୍ଧ ବିରତି ଭଙ୍ଗ ହେବ, ଯାହା ଏକ ଯୁଦ୍ଧ ସୃଷ୍ଟି କରିବ। ହୁଏତ ଆମେରିକା ଏହା କରିବାକୁ ଚାହୁଁଛି। ତେଣୁ ଏହି ଯୁଦ୍ଧ ବିରତି ବର୍ତ୍ତମାନ ଏକ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛି ଏବଂ ଯେକୌଣସି ସମୟରେ ଭାଙ୍ଗିପାରେ। ଆମେ ବର୍ଷ ବର୍ଷ ଧରି ଏହି ପ୍ରଣାଳୀକୁ ନିୟନ୍ତ୍ରଣ କରିବା ଏବଂ ଆବଶ୍ୟକ ହେଲେ ସ୍ଥଳଭାଗକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଉପରେ କାମ କରୁଛୁ ବୋଲି ପୂର୍ବତନ ସେଣ୍ଟକମ୍ କମାଣ୍ଡର ମାରିନ୍ ଜେନେରାଲ ଫ୍ରାଙ୍କ ମାକେଞ୍ଜି ଦି ସିସନ୍ସକୁ କହିଛି। ଦର୍ଶକ ବନ୍ଧୁ, ଭିଡ଼ିଓଟି କିପରି ଲାଗିଲା ମତାମତ ନିଶ୍ଚୟ ଦେବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ କରିବା ଭୁଲିବେନି। ଜୟ ଜଗନ୍ନାଥ।